ଅଁଳାଝରି ଗ୍ରାମରେ ଜଙ୍ଗଲୀ ଭାଲୁ ଆକ୍ରମଣରେ ନାବାଳକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର। ଅଁଳାଝରି ଗ୍ରାମରେ ଜଙ୍ଗଲୀ ଭାଲୁ ଆକ୍ରମଣରେ ଜଣେ ନାବାଳକ ଗୁରୁତର ଅବସ୍ଥାରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ଶୁକ୍ରବାର ସକାଳ 8 ଘଟିକା ସମୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଅଁଳାଝରି ଗ୍ରାମରେ ସ୍ଥାନୀୟ ବାସିନ୍ଦା ଅକ୍ଷୟ ବେହେରାଙ୍କ 6 ବର୍ଷର ପୁଅ ରୁଦ୍ର ବେହେରା ଶୁକ୍ରବାର ସକାଳ ସମୟରେ ଘର ପଛ ପାର୍ଶ୍ୱକୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ପଛପଟୁ ଏକ ଜଙ୍ଗଲୀ ଭାଲୁ ଆକ୍ରମଣ କରିବା ଫଳରେ ନାବାଳକ ରୁଦ୍ର ବେହେରାଙ୍କ ବେକର ଦୁଇ ପାର୍ଶ୍ୱରେ ଗଭୀର ଆଘାତ ଲାଗି ସେ ଗୁରୁତର ହୋଇଯାଇଥିଲେ। ତାଙ୍କୁ ତାଙ୍କର ପରିବାରବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। इंजेक्शन नहीं भल तार जो आपको केते वर्ष देखले कि